ଆଜ୍ଞା ମୋ ନାଁ ଚକ୍ର ନାୟକ ସାନକୋର ଲାକୋଟ। କାଣା ହେଲା ଯେ ଆଜ୍ଞା ଥାନାକେ ବୋଲେ ମୋର ଭାଇ ଆଜ୍ଞା ମୁଁ ଦଉଚୁଲି ଥିଲି ଆଜ୍ଞା ଦଉଚୁଲି ଗୋଟେ କାମରେ ଆସିଥିଲି ଦଉଚୁଲି ଥିଲି ମୋର ଭାଇ ତପନ ଫୋନ କଲା ଆଜ୍ଞା ମତେ ତାପରେ ଭାଇ ମୋର ମୋବାଇଲ ଯାକ ନେଇ ଗଲେ ପଇସା ପତ୍ର ନେଇ ଗଲେ ମତେ ପିସ୍ତଲ ପିଛୁ ଧରି ଆଟାକ କରୁଛନ୍ତି ଭାଇ ସେମାନେ ବାଇକରେ ଦୁଇ ଜଣ ହୋଣ୍ଡା ସାଇନରେ ଗୋଟେ ବାଇକ ଆସିଛି ଭାଇ ଟିକେ ଧର ବୋଲି କହିଲେ ତାପରେ ସାର୍ ମୁଁ ପୁରା ସ୍ପିଡ ବାଇକରେ ବାହାରିଗଲି ସାର୍ ତାପରେ ବାହାରି ଗଲାରୁ ମୁଁ ସେ ଶାସ୍ତୁଗୁଡ଼ା ପାଖରେ ଶାସ୍ତୁଗୁଡ଼ା ଆମ ସାନକୋଲା ମଝିରେ ସେମାନେ ଗୋଟେ ଧରଲି ସାର୍ ଆଉ ଗୋଟେ ବାଇକ ସାର୍ ମତେ ଦେଖି ଡରିକିନା ସେମାନେ ବୋଲେରୋ ପରେଇକି ଆସିଥିଲେ ସାର୍ ଦୁଇ ଜଣ ଚାରି ଜଣ ତାପରେ ସାର୍ ମୁଁ ଦୁଇ ଜଣକୁ ଧରଲି ସାର୍ ଦୁଇ ଜଣ ଧରଲାରୁ ଯାର ଗୋଟେ ଜଣ ଧରା ପଡ଼ିଲା ଆଉ ଗୋଟେ ଜଣ ଫେରାଲା ସାର୍ ଆଉ ଗୋଟେ ବାଇକ୍ ସେମାନେ ପୁରା ଇଏ ଫେରିକିନା ପଳେଇଲେ ସାର୍ ଆଗକୁ ସାର୍ ବହୁତ କଥା ସତ କଥା ଏଇଟା ଏଇଟା ଆମର ଏଇ ମଙ୍ଗଳପୁରରେ ବି ଆଜି ଥିଲା ଆଜ୍ଞା ଯାତ୍ରା ଫାତ୍ରା ଥିଲା କ'ଣ ବି ହେଇଥାନ୍ତା ବି ସେ ଆଗରେ ଆସିଥିଲେ ସେମାନେ କ'ଣ କହିବେ ସାର୍ ସାର୍ କହିବେ ସାର୍ ଆମ କଳାହାଣ୍ଡିକୁ ଏମିତି ହେଲା ସେମିତି ହେଲା ସବୁ କଥା କହିବେ ସେମାନେ ଆସିଥିଲେ ଯଦି ଭାଇକୁ ମାରି ଦେଇଥିଲେ ତାହେଲେ କ'ଣ ହେଇଥାନ୍ତି ସାର୍ ସାର୍ ମୋର ସାର୍ ନିହାତି ଦରକାର ସାର୍ ନିହାତି ଶାସ୍ତ୍ରଗୁଡ଼ା ଗୋଟେ ଚେପଟ ନିହାତି ଶାସ୍ତ୍ରଗୁଡ଼ା ଭଲ ଧରି ନିହାତି ଦରକାର ସାର୍ ଏବେ ଯଦି ମୋ ଭାଇମାନେ ତିନି ଜଣ ମରିଥାନ୍ତେ କେମିତି ହେଇଥାନ୍ତେ ସାର୍ ଯଦି ପିସ୍ତୁଲ ଧରିଥିଲେ ସେମାନେ ଯଦି ଆଟାକ୍ କରି ଯଦି ମାରି ଦେଇଥିଲେ କେମିତି ହେଇଥାନ୍ତେ ସାର୍ ସାର୍ ତପନ ନାୟକ ସାନକୋର ଲାକୋଟ କାଣା ହେଇଥିଲା ଘଟଣା? ସାର୍ ଆମେ ତିନି ଜଣ ଫଟୋ ସୁଟ୍ ଯାଇଥିଲୁ ଆଉ ଇନ୍ଦ୍ରାବତୀ ଯାଇଥିଲୁ ଇନ୍ଦ୍ରାବତୀରୁ ଆସୁ ଆସୁ ଟିକେ ଲେଟ୍ ହେଇଗଲା ତ ଲେଟ୍ ହେବାରେ ସେ ଢୁଲୁଘାଟିକୁ ଆସିଥିଲୁ ସେ ଜାଗାରେ ଚାରି ଜଣ ଥିଲେ ଦୁଇଟା ଗାଡ଼ିରେ ଦୁଇ ଜଣ ଥିଲେ ତାପରେ ଆମ ଗାଡ଼ିକୁ ସେମାନେ ଅଟକାଇଲେ ଆଉ ଜଣେ ଗନ୍ ଧରିଥିଲା ଆଉ ଜଣେ ଛୁରୀ ଧରିଥିଲା ସେମାନେ ତିନିଟା ଫୋନ୍ ନେଇଗଲେ କ୍ୟାମେରା ଆଉ ପଇସା ଯାକ ସବୁ ନେଇଗଲେ ସାର୍ ସେମାନେ ଚାକୁ ଫାକୁ ଏମିତି ଡରେଇଲେ ସବୁ କିଛି ନେଇଗଲେ ଆଉ କହିଲେ ଆମ ପଛରେ ଆସିବନି ନହେଲେ ମାରିଦେବୁ କହିଲାରୁ ସେମାନେ ପଳାଇଲେ ଯେମିତି ସେମାନେ ପଳାଇଲେ ଆମେ ଦୌଡ଼ି ଦୌଡ଼ି ଗଲୁ ସେ ଉପରେ କ୍ୟାମ୍ପ ଅଛି ଢୁଲୁଘାଟି ଉପରେ ସେ ଭାଇମାନେ ଥିଲେ ସେଠି ଯାଇକି ମୁଁ ମୋ ଭାଇକୁ କଲ୍ କଲି ମୋ ଭାଇକୁ କଲ୍ କରି କହିଲି ମୋ ଫୋନ୍ ଯାକ ସବୁ ନେଇଗଲେ ପଇସା ପତ୍ର କ୍ୟାମେରା ଅଛି ସବୁ ନେଇଗଲେ ଆଉ ତାକୁ ଯେମିତି ହେଲେ ବି ଧର ଏବେ ଢୁଲୁଘାଟି ଉଠୁଛନ୍ତି ବୋଲି ମୁଁ କହିଲି ସାର୍ ବର୍ତ୍ତମାନ ତ ଜଣେ ଧରା ପଡ଼ିଛି ପରେ ଦେଖାଯିବ ଆଉ ତିନି ଜଣ ଧରା ପଡ଼ିବ।